ଯାଇଛନ୍ତି ସେତିବେଳୁ ମାର୍କେଟିଂ କରିବାକୁ। ରାତି ପାଇଲି ମାଣବସା ମୁଁ ତାଙ୍କୁ କହିଛି କୋଶିଳା ଶାଗ 20 ଟଙ୍କା ଦେଇଛି କୋଶିଳା ଶାଗ ଆଣିବା ପାଇଁ। ଆଉ ଧଣିଆ ପତ୍ର ଟଙ୍କାଟାରେ ଆଣି ଦେଇଦେଲେ ଆଉ ଗୋଟେ ଛୋଟଟା ବୋଧେ ପିଇଦେଲେ। ବାଡ଼ିକିଆଟାକୁ କେତେ କହିନି ଆଉ କିଏ ଜାଣେ। ଆଉ ଇଏ ବୁଢ଼ୀ ମୁଁ ଭାବିଥିଲି ଭଲ ଘରେ ବାହା ହେବି ସୁଖରେ ରହିବି। ଏ ବୁଢ଼ୀଟା ମୁଁ ଯେମିତି ଗୋଡ଼ ଦେଲି ଆ ଦେହ ଖରାପ ହେଲା। ମଲା ପଡ଼ିକି ବୁଢ଼ୀ ଆହୁରି ସେବା କରିବାକୁ ମୁଁ ଆଇଥିଲି। କୋଉ ଘର ଝିଅ କୋଉଠି ଆସି ପହଞ୍ଚିଲି। ଛି ମୋ ଭାଗ୍ୟ। ଭାତ ରାନ୍ଧିବି କେତେବେଳେ ଖାଇବି। ଇଏ ଗୋଟେ ଏମିତି ଶାଶୁ ହେଇଛି ବୋଉକୁ ଟିକେ ସାହାଯ୍ୟ କରିପାରିଲାନି। ଆଇଲି ଯେମିତି ତାଙ୍କ ଦେହ ଖରାପ ହେଲା। ଏଠି ଖାଲି ମୁଁ ସେବା କରିବାକୁ ଆଇଛି ମୋର ଆଉ ସୁଖ ସଗ କିଛି ନାହିଁ। ଆଲୋ ମଗା ଝୁଅ କଣ କହୁଛୁ? ନାଇଁ ବାବା ମୁଁ ତମକୁ କିଛି କହୁନାହିଁ। ମୁଁ ଇଆଡେ ମୋ କାମ କରୁଛି। ହଉ ହଉ କର କର। ଆଉ ସେ ସେନ୍ତରା ଆସିନି କି? ତମ ପୁଅ ତ ହଁ ହଁ ତାଙ୍କ କାମ ସଇଲେ ଆସିବେ। ସେଇଠି ବସ ମୁଁ ରୋଷେଇ କରିସାରିଲି ଖାଇବାକୁ ଦେବି। ଆଉ ତୁ ମା କଣ ମୋ କଥା କଣ କହୁଛୁ? ମୋ କାନରେ ଟିକେ ବାଜିଲା। ନାଇଁ ତମ କଥା ମୁଁ କିଛି କହିନାହିଁ। ଆଉ କାହା କଥା କହୁଛୁ? କାହା କଥା ମୁଁ କହୁନି। ମୁଁ ମୋ ଭାଗ୍ୟକୁ ନିନ୍ଦୁଛି। ଆଏ ତୋ ଭାଗ୍ୟ କଣ ହେଇଛି କି? କଣ ହେଇଛି ତମେ କଣ ଜମା ଜାଣିଛ ବୋଉ? ଜମା କିଛି ଜାଣିନ। ଆଉ ମୁଁ କଣ କରିବି? ସେ ପୁଅଟା ତ ସେମିତିଆ। ଆଉ ମୁଁ କଣ କରିବି କହ? ଭଲ ସଂସ୍କାର ସିନା ଦେଇଥିଲେ ଭଲ ପୁଅ ହେଇଥାନ୍ତା। ଜମା ପାଟି କରନି ବସ ମୁଁ ରୋଷେଇ କରିବି ଯାଉଛି। ଆଲୋ ହେ କଣ ସଂସ୍କାର କଥା କହିଲୁ? ତୁ ଏମିତି ସଂସ୍କାରୀ ଘରେ ଝୁଆ ହେଇଛୁ। ମୋ ପୁଅକୁ ଏଇଭଳିଆ ସଂସ୍କାର କଥା କହୁଛୁ। ଆଉ ମୋର ଭୁଲ ହେଇଛି ବୋଉ ଭୁଲ ହେଇଛି। ନା ସେ ଆସୁ ଆଜି ସେ ମଗା ଆସୁ ତୋ ଖବର ନ ବୁଝିଲେ ହବନି। ତୁ କଣ ସଂସ୍କାରୀ ହଉଛୁ ଘଣ୍ଟାଏ ହେଲେ ବର ହଉଛୁ। କାଲି ରାତି ପାଇଲେ ମାଣବସା ଏତେବେଳେ ହେଲାଣି ତାଙ୍କର ଦେଖା ନାହିଁ।